ଢେଙ୍କାନାଳ ରଞ୍ଜା ମଝି ସାହିରେ 42ତମ ଗଣେଶ ପୂଜା ପାଳିତ ହେଲା। ଢେଙ୍କାନାଳ ରଞ୍ଜା ମଝି ସାହି ହରଗୌରୀ କ୍ଲବ ରାଜଧାନୀ 1982 ମସିହା ଠାରୁ ପୂଜା ଆରମ୍ଭ ହୋଇ 42 ବର୍ଷ ହେଲା ଗଣେଶ ପୂଜା ହୋଇ ଆସୁଅଛି। କଳସ ପୂଜା, ମଣ୍ଡଳ ପୂଜା ଓ ଷୋଳଶ ପୂଜା ଓ ସମସ୍ତ ନୀତିକାନ୍ତି ସହ ପୂଜା ହୋଇଅଛି। କମିଟିଙ୍କ ସମସ୍ତ କର୍ମକର୍ତ୍ତା ଏଥିରେ ଯୋଗଦାନ ଦେଇଛନ୍ତି। ସଭାପତି ସୂର୍ଯ୍ୟନାରାୟଣ ନାୟକ, ଉପସଭାପତି ରଞ୍ଜିତ ବିଶାଳ, ସମ୍ପାଦକ ଅଜୟ ବେହେରା, ଉପସମ୍ପାଦକ ଆଲୋକନାଥ ବେହେରା, କୋଷାଧ୍ୟକ୍ଷ କାର୍ତ୍ତିକ ବେହେରା, ଉପକୋଷାଧ୍ୟକ୍ଷ ଭବାନୀ ବିଶାଳ, ସହଯୋଗୀ ଅବିନାଶ ବେହେରା, ମଳୟ ମହାଳି, ପ୍ରିୟାଂଶୁ ସାହୁ, ରାହୁଲ ନାୟକ, ବବୁଲ ନାୟକ, ଜିତେନ୍ଦ୍ର ସାହୁ, ଅବିନାଶ ସାହୁ ରହିଛନ୍ତି। ଢେଙ୍କାନାଳରୁ ଶୁଭମ ପାଣିଙ୍କ ରିପୋର୍ଟ, ଜାଗ୍ରତ ଭାରତ ନ୍ୟୁଜ। ମୋ ନାଁ ହେଉଛି ରାହୁଲ ନାୟକ। ମୁଁ ରଞ୍ଜା ଗ୍ରାମ ମଝି ସାହିର ନିବାସୀ। ଆମର ଏଠି ହେଉଛି ହରଗୌରୀ କ୍ଲବରେ ଆମର ପୂଜା ଦୀର୍ଘ 42 ବର୍ଷ ଧରି ହେଇ ଆସୁଛି। ସବୁ ବର୍ଷ ଜାକଜମକରେ ପୂଜା ଆମର ଏଠି ହୋଇଥାଏ। ମାନେ ପ୍ରତିଦିନ ଠାକୁରଙ୍କ ଗୋଟେ ଭୋଗ ଲାଗେ, ପ୍ରତିଦିନ ଗୋଟେ ଆଳତି ହୁଏ। ପ୍ରତିଦିନ ଆଳତି ନା ଘଣ୍ଟ ବାଦ୍ୟରେ ଆମର ଠାକୁରଙ୍କୁ ପହର ଦିଆଯାଏ। ଆଉ ଆମର ପୂଜା ଏ ବର୍ଷ 9 ଦିନ ଧରି ଆମର ଯେଉଁ ଗଣେଶ ପୂଜା ଉତ୍ସବ ଲାଗି ରହିବ। ଏବଂ 16 ତାରିଖ ଦିନ ହେଉଛି ଆମର ଭସାଣି ଉତ୍ସବ। ଆମର ପାରମ୍ପରିକ ବ୍ରହ୍ମପୁର ବାଜା ଆସେ। ଆଉ ଆମର 14 ତାରିଖ ହେଉଛି ଏକ ମାନେ ଭଜନ ସନ୍ଧ୍ୟାର ଆମେ ଗୋଟେ ଆୟୋଜନ କରିଅଛୁ। ଆଉ ଆମର 12 ତାରିଖ ଦିନ ମହାପ୍ରସାଦ ସେବନ କାର୍ଯ୍ୟ ରହିଛି।